हेलो फ्रेंड्स, वेलकम टू अनदर इंग्लिश प्रैक्टिस एक्सरसाइज। এই ভিডিওরে আমি ভেরি ଆଉ মচ adjectiveର କେଉଁ ଡିଗ୍ରୀରେ କେଉଁଟା ୟୁଜ୍ କରାଯାଏ ସେ ବିଷୟରେ ଡିସ୍କସନ୍ କରିବା। ଚାଲନ୍ତୁ ଷ୍ଟାର୍ଟ କରିବା। ଫାର୍ଷ୍ଟ ପଏଣ୍ଟ ହେଲା adjective କାହାକୁ କୁହାଯାଏ? adjective ଯେଉଁଟାକି ଗୋଟେ ନାଉନ୍ କିମ୍ବା ଗୋଟେ ପ୍ରୋନାଉନ୍ର ଗୁଣକୁ ମୋଡ଼ିଫାଏ କରେ, ତାମାନେ ଗୋଟେ ନାଉନ୍ କିମ୍ବା ପ୍ରୋନାଉନ୍ର ଗୁଣକୁ ଦର୍ଶାଏ, ତାକୁ ଆମେ କୁହନ୍ତି adjective ବା ଓଡ଼ିଆରେ କୁହନ୍ତି ଆମେ ତାକୁ କ'ଣ କୁହନ୍ତି? ବିଶେଷଣ। ତ ସେକେଣ୍ଡ ପଏଣ୍ଟ ହେଲା ଆମେ କ'ଣ କରିବା ନା ଭେରି ଆମେ କେତେବେଳେ ୟୁଜ୍ କରିବା? ଆମେ ଜାଣିଛନ୍ତି କି adjectiveର ତିନିଟା ଫର୍ମ ଅଛି ବା ତିନିଟା ଡିଗ୍ରୀ ଅଛି। ଗୋଟେ ହେଲା ପଜିଟିଭ୍, ଗୋଟେ ହେଲା କମ୍ପାରେଟିଭ୍। କମ୍ପାରେଟିଭ୍ କେତେବେଳେ ୟୁଜ୍ କରାଯାଏ? ଯେତେବେଳେ ଦୁଇଟା ଜିନିଷ ଭିତରେ କମ୍ପାରିଜନ୍ କରାଯାଏ, ସେତେବେଳେ ଆମେ କମ୍ପାରେଟିଭ୍। ସୁପରଲେଟିଭ୍ ଡିଗ୍ରୀ ମୋର୍ ଦେନ୍ 2 ପାଇଁ ଆମେ ସୁପରଲେଟିଭ୍ ଡିଗ୍ରୀ ୟୁଜ୍ କରନ୍ତି। ତ ପଜିଟିଭ୍ ଡିଗ୍ରୀ କ'ଣ? ପଜିଟିଭ୍ ଡିଗ୍ରୀ ଯେତେବେଳେ ଜଣଙ୍କ ବିଷୟରେ ମୋଡ଼ିଫାଏ କରାଯାଉଥିବ ସେଇ adjectiveକୁ ଆମେ କୁହନ୍ତି ପଜିଟିଭ୍ ଡିଗ୍ରୀ। ତ ଆମେ ଜାଣିବା କେଉଁଠି ଆମର ଏଇ ଦୁଇଟା କେସ୍, ଯେଉଁଟାକି ପଜିଟିଭ୍ ଡିଗ୍ରୀ ଆଉ କମ୍ପାରେଟିଭ୍ ଡିଗ୍ରୀ, ଏଇ ଦୁଇଟା ଭିତରେ କେଉଁ ଜାଗାରେ ଭେରି ୟୁଜ୍ ହେବ ଆଉ କେଉଁ ଜାଗାରେ ମଚ୍ ୟୁଜ୍ ହେବ ସେ ବିଷୟରେ ଡିସ୍କସନ୍ କରିବା। ତ ଭେରି କେଉଁଥିପାଇଁ ୟୁଜ୍ ହେବ? ଭେରି ଆମର ପଜିଟିଭ୍ ଡିଗ୍ରୀ କେସ୍ରେ ୟୁଜ୍ ହେବ। ଆଉ ମଚ୍ ଆମର କେତେବେଳେ ୟୁଜ୍ ହେବ? ମଚ୍ ଆମର କମ୍ପାରେଟିଭ୍ ଡିଗ୍ରୀ ପାଇଁ ୟୁଜ୍ ହେବ। ଆମେ ଜାଣିଲେ କି କମ୍ପାରେଟିଭ୍ ଡିଗ୍ରୀ ଆମେ କେମିତି ଜାଣିବା? ଯେତେବେଳେ ଦୁଇଟା ଜିନିଷ ଭିତରେ କମ୍ପାରିଜନ୍ ହେଉଥିବ ସେତେବେଳେ କମ୍ପାରେଟିଭ୍ ଡିଗ୍ରୀ ୟୁଜ୍ ହେଇଥିବ। ଆଉ ପଜିଟିଭ୍ ଡିଗ୍ରୀ ଆମେ କେମିତି ଜାଣିବା? ଯେତେବେଳେ ଜଣଙ୍କ ବିଷୟରେ ହିଁ ଦର୍ଶାଯାଉଥିବ ସେଇ ଯେଉଁ adjectiveକୁ ଆମେ କହିବା ପଜିଟିଭ୍ ଡିଗ୍ରୀରେ ଅଛି। ଚାଲନ୍ତୁ କ୍ୱେଶ୍ଚିନ୍ ମାଧ୍ୟମରେ ଅଧିକ ଡିଟେଲ୍ କରି ଜାଣିବା। ଫାର୍ଷ୍ଟ କ୍ୱେଶ୍ଚିନ୍ ଦେଇଛି ଦିସ୍ ବୁକ୍ ଇଜ୍ ଡ୍ୟାସ୍ ଇଣ୍ଟରେଷ୍ଟିଂ। ତାହେଲେ ଏଇ ଯେଉଁ ଇଜ୍ ଇଣ୍ଟରେଷ୍ଟିଂଟା କାହାକୁ ମୋଡ଼ିଫାଏ କରୁଛି? ନା ସବଜେକ୍ଟ ଯେଉଁଟାକି ଆମର ଦିସ୍ ବୁକ୍। ତାହେଲେ এইটা ଆମର ଇଣ୍ଟରେଷ୍ଟିଂଟା କ'ଣ? adjective। ମୋଡ଼ିଫାଏ କାହାକୁ କରୁଛି? ନା ସବଜେକ୍ଟ। ବାକି ଆଉ କେହି ନାଉନ୍ କିମ୍ବା ପ୍ରୋନାଉନ୍ ନାହାନ୍ତି, କେବଳ ଗୋଟିଏ ହିଁ ସବଜେକ୍ଟ ଯେଉଁଟାର କାମ କିଏ କରୁଛି? ବୁକ୍, ଯେଉଁଟାକି ଗୋଟେ ଟାଇପ୍ର ନାଉନ୍। ସେଥିପାଇଁ ଯେହେତୁ ଏଠି ଆମର ଗୋଟିଏ ହିଁ ନାଉନ୍ ଅଛି, ସେଥିପାଇଁ ୟାର adjectiveଟା ଆମର କ'ଣ ଅଛି? ପଜିଟିଭ୍ ଡିଗ୍ରୀରେ ଅଛି। ତ ସେଥିପାଇଁ ପଜିଟିଭ୍ ଡିଗ୍ରୀ ୟୁଜ୍ ହେଇଥିବାରୁ ଆମେ ଏଠି କ'ଣ ୟୁଜ୍ କରିବା? ଭେରି। ଦିସ୍ ବୁକ୍ ଇଜ୍ ଭେରି ଇଣ୍ଟରେଷ୍ଟିଂ। ସେମିତି ହି ଇଜ୍ ଡ୍ୟାସ୍ ସ୍ମାର୍ଟର ଦ୍ୟାନ୍ ହର୍ ସିଷ୍ଟର। ତ ଆମେ ଜାଣିବା କି କମ୍ପାରେଟିଭ୍ ଡିଗ୍ରୀରେ ଆମେ ସବୁବେଳେ ଦ୍ୟାନ୍ ୟୁଜ୍ କରନ୍ତି। ଦୁଇ ଜଣଙ୍କ ଭିତରେ କମ୍ପାରିଜନ୍ ବେଳେ ବା ଦୁଇଟା ଜିନିଷ ଭିତରେ କମ୍ପାରିଜନ୍ ବେଳେ ଆମେ ସବୁବେଳେ ଦ୍ୟାନ୍ର ୟୁଜ୍ କରନ୍ତି। ତାହେଲେ ଏଠି ଆମେ ଦ୍ୟାନ୍ର ୟୁଜ୍ କରୁଛନ୍ତି। ଦୁଇଟା ଜିନିଷ କିଏ ବା ଦୁଇଟା ପର୍ସନ୍ କିଏ? ନା ଗୋଟେ ହେଲା ସି ଆଉ ଗୋଟେ ହେଲା ହର୍ ସିଷ୍ଟର। ତାହେଲେ ଏଇ ଦୁଇ ଜଣଙ୍କ ଭିତରେ ଆମର କମ୍ପାରିଜନ୍ ହେଇଛି। ସେଥିପାଇଁ ଆମର ଏଠି ଭର୍ବଟା ସେଥିପାଇଁ ଆମର ଏଠି adjectiveଟା କମ୍ପାରେଟିଭ୍ ଡିଗ୍ରୀରେ ଅଛି। adjective ଏଠି କିଏ? ନା ସ୍ମାର୍ଟର। କାହାକୁ ମୋଡ଼ିଫାଏ କରୁଛି? ନା ସିକୁ ମୋଡ଼ିଫାଏ କରୁଛି, ସବଜେକ୍ଟକୁ ମୋଡ଼ିଫାଏ କରୁଛି। ଯେହେତୁ ସବଜେକ୍ଟକୁ ମୋଡ଼ିଫାଏ କରୁଛି ତାହେଲେ ଆମର ଏଇଟା କ'ଣ? adjective। adjective କେଉଁ ଫର୍ମରେ ଅଛି? କମ୍ପାରେଟିଭ୍ ଫର୍ମରେ ଅଛି। ତାହେଲେ କମ୍ପାରେଟିଭ୍ ଫର୍ମରେ ଥିବାରୁ, କମ୍ପାରେଟିଭ୍ ଡିଗ୍ରୀରେ ଥିବାରୁ ସେଥିପାଇଁ ଆମେ ଏଠି କ'ଣ ୟୁଜ୍ କରିବା? ମଚ୍। ହି ଇଜ୍ ମଚ୍ ସ୍ମାର୍ଟର ଦ୍ୟାନ୍ ହର୍ ସିଷ୍ଟର। ତାପରେ ଦେଇଛି ଆଇ ଏମ୍ ଡ୍ୟାସ୍ ହାପି ଟୁଡେ। ତାହେଲେ ଏଠି adjective କିଏ? adjective ହେଲା ହାପି। କାହାକୁ ମୋଡ଼ିଫାଏ କରୁଛି? ନା ସବଜେକ୍ଟ ଆଇ। କିଏ ଖୁସି? ନା ମୁଁ ଖୁସି। ତାହେଲେ ଏଠି ଜଣଙ୍କ ବିଷୟରେ ହିଁ ଆଇଡେଣ୍ଟିଫାଏ କରାଯାଉଛି। ଏଠି ଦୁଇ ଜଣ କେହି ନାହାନ୍ତି, କେବଳ ଜଣଙ୍କ ବିଷୟରେ ହିଁ ଆଇଡେଣ୍ଟିଫାଏ କରାଯାଉଥିବାରୁ ଏ ସେଣ୍ଟେନ୍ସର adjectiveଟା ଆମର ପଜିଟିଭ୍ ଡିଗ୍ରୀରେ ଅଛି। ତ ପଜିଟିଭ୍ ଡିଗ୍ରୀରେ ଥିବାରୁ ଆମର ଏଠି କ'ଣ ୟୁଜ୍ ହେବ? ଭେରି। ଆଇ ଆମ୍ ଭେରି ହାପି ଟୁଡେ। ସେମିତି ହି ଇଜ୍ ଡ୍ୟାସ୍ ଟଲର୍ ଦ୍ୟାନ୍ ମି। ଫାର୍ଷ୍ଟ ପଏଣ୍ଟ ହେଲା ଏଠି ଦ୍ୟାନ୍ ୟୁଜ୍ ହେଇଛି, ତାର କମ୍ପାରିଜନ୍ ହେଇଛି କାହା ଭିତରେ? ମି ଆଉ ହି ଭିତରେ। ତାହେଲେ ଏଠି ଆମର କମ୍ପାରିଜନ୍ ହେଇଛି ଆଉ ଏଠି ଦୁଇ ଜଣ ଅଛନ୍ତି। ଦୁଇଟା ପର୍ସନ୍ ଭିତରେ କମ୍ପାରିଜନ୍ ହେଇଛି, ତା ସହିତ ଏଠି adjective କିଏ? ଟଲର୍। ତାହେଲେ ଯେହେତୁ ଏଠି କମ୍ପାରେଟିଭ୍ ଡିଗ୍ରୀ ୟୁଜ୍ ହେଇଛି, ତାହେଲେ ଆମେ ଏଠି କ'ଣ ୟୁଜ୍ କରିବା? ମଚ୍। ଇଜ୍ ମଚ୍ ଟଲର୍ ଦ୍ୟାନ୍ ମି। ସେମିତି ଦ ମୁଭି ୱାଚ୍ ଡ୍ୟାସ୍ ବୋରିଂ। ତାହେଲେ ଏଠି ଗୋଟିଏ ହିଁ ନାଉନ୍ ଅଛି ଯିଏକି ଦ ମୁଭି। ଆଉ ବୋରିଂଟା ହେଲା ଏଠି ଆମର adjective ଯେଉଁଟାକି ମୋଡ଼ିଫାଏ କରୁଛି ସବଜେକ୍ଟ, ଯେଉଁଟାକି ଆମର କ'ଣ? ଦ ମୁଭି। ସେଥିପାଇଁ ଆମର ଏଠି ଭର୍ବଟା ସେଥିପାଇଁ ଏଠି ଆମର adjectiveଟା କିଏ? ନା ବୋରିଂ। ବୋରିଂ adjective ହେଇଥିବାରୁ ଏଟା ଆମର ପଜିଟିଭ୍ ଡିଗ୍ରୀରେ ଅଛି। ସେଥିପାଇଁ ଆମର ପଜିଟିଭ୍ ଡିଗ୍ରୀ ପାଇଁ ଆମେ କ'ଣ ୟୁଜ୍ କରିବା? ଭେରି। ମୁଭି ୱାଚ୍ ଭେରି ବୋରିଂ। ଆଉ ଗୋଟେ ପଏଣ୍ଟ ହେଲା ଯେତେବେଳେ ଲିଙ୍କିଂ ଭର୍ବ, ଯେତେବେଳେ ଆମର ଅକ୍ସିଲାରୀ ଭର୍ବ ମେନ୍ ଭର୍ବର କାମ କରେ ଆମେ ତାକୁ କୁହନ୍ତି ଲିଙ୍କିଂ ଭର୍ବ। କେମିତି ଜାଣିବା? ନା ଏଠି ଇଜ୍ ଆମର ୱାଜ୍ ୱେୟାର ଆମେ ଜେନେରାଲି ଜାଣିଛନ୍ତି ସେଗୁଡ଼ାକ ଅକ୍ସିଲାରୀ ଭର୍ବ, କିନ୍ତୁ ଯଦି କୌଣସି ଆକ୍ସନ୍ ଭର୍ବ ସେଣ୍ଟେନ୍ସରେ ନଥିବ ତାହେଲେ ଆମର ସେଇ ଅକ୍ସିଲାରୀ ଭର୍ବ ଗୁଡ଼ାକ ମେନ୍ ଭର୍ବର କାମ କରିବେ। ସେଥିପାଇଁ ଏଠି କିଛି ଆକ୍ସନ୍ ଭର୍ବ ନାହିଁ,
ताले वाज एठी हमर मेन वर्ब काम कला जदि वाज हमर एठी मेन वर्ब काम कला ताले वाज को हम कहबा लिंकिंग वर्ब तापर जो वर्डटा आछि ताको हम कहबा सब्जेक्ट कॉम्प्लीमेंट बा वन टाइप ऑफ एडजेक्टिव तापर को वर्डटा आछि ना बोरिंग एटा लाबो एटा हमर कोन सब्जेक्ट कॉम्प्लीमेंट बा सब्जेक्ट को कॉम्प्लीमेंट दोछि बा वन टाइप ऑफ एडजेक्टिव सेतिबा हमर बोरिंग टाइट हला एडजेक्टिव तापर कोन देखि योर आइडिया इज गैस बेटर ध्यान माइन ताले एठी कंपैरिजन हेची ध्यान यूज हेची ता सहित बेटर एठी कंपैरेटिव डिग्री यूज हेची तो कंपैरेटिव डिग्री यूज हेतिबारु हम एठी कोन यूज करिबा मच योर आइडिया इज मच बेटर ध्यान माइन सेंती सी वाज डैश एंग्री यस्टरडे ताले एठी केवल सिंगल नाउन अछि जे कि सी आउ का सहित कंपैरिजन नै ताहाले एठी हमर एंग्री टा हला एडजेक्टिव आउ पॉजिटिव डिग्री रे अछि जेहेतु एठी हमर गोटिए ही नाउन यूज हेची सेतिबाई हमर एडजेक्टिव पॉजिटिव डिग्री थिबारु हम एठी कोन यूज करिबा भेरी he was very angry yesterday सेमती this road is dash wider than that one ताले एठी हमर ध्यान यूज हेची कंपैरिजन होची का भीतर कंपैरिजन होची ना that one आउ this road तो ए दी टाके सब्जेक्ट भीतर कंपैरिजन होतबारु ए दी टाके जिंस भीतर कंपैरिजन होतबारु एटा हमर वर्ब टा हमर एडजेक्टिव किए वाइडर वाइडर वाइडेस्ट ताले एठी हमर कंपैरिजन यूज हेची कंपैरिजन पे हमर कोन हबो मच यूज हबो this road is much wider than that one सेमती he speaks dash politely एलिटी politely टा काहा को मॉडिफाई करछि speaks को लागे verb को तो हमें जानि जति कि जति verb को मॉडिफाई कला ताले एठी हमर पॉजिटिव डिग्री अछि लाइक politely एठी हमर ताले एई जो politely टा जति गोटे verb को मॉडिफाई करछि तो verb को मॉडिफाई कले हमें ताको कोन कहबा adverb ना कि adjective ताले adverb पूर्व हमर एठी कोन यूज हबो very he speaks very politely आवर कोन देखि तो सिचुएशन इज डैश वर्स नाउ ताले एठी हमें देखिबा कि एठी का सहित कंपैरिजन हेनी हमें फर्स्ट पॉइंट हमें देखु जदि कि एठी का सहित कंपैरिजन हेनी एठी हमर का सहित कंपैरिजन एठी हमर कंपैरिजन हेची किंतु एठी दुईटा के जिंस प्रेजेंट नै गोटे जिंस ही अछि कोटा ना द सिचुएशन किंतु एठी हमर एडजेक्टिव टा कि वर्स टा को फॉर्म रे अछि बा को डिग्री रे अछि सेकंड डिग्री रे अछि बा कंपैरिजन डिग्री रे अछि प्यार वर्स पोस्ट लाइक ताले एठी हमर कंपैरिजन डिग्री थिबारु कंपैरिजन डिग्री पई हम कोन यूज करिबा मच सिचुएशन इज मच वर्स नाउ हम कोन जानिले ना वेरी पॉजिटिव डिग्री पई यूज हबो आ मच कंपैरेटिव डिग्री पई यूज हबो आशा करी वीडियो आपन को शिक्षा मिलथिबो जदि वीडियो भल लागि ताले वीडियो को लाइक करिवे चैनल को सब्सक्राइब करिवे ता सहित वीडियो को शेयर मध्य करिवे।